ପିଲାମାନେ ଆଜି ଆସ ଆମେ ପଢ଼ିବା ନବମ ଶ୍ରେଣୀ ସାହିତ୍ୟ ବହିର କବିତା ଗୋପପ୍ରୟାଣର ଦ୍ୱିତୀୟ ଭାଗ। ଏହି ଗୋପପ୍ରୟାଣ କାବ୍ୟ ବା କବିତାର ଦ୍ୱିତୀୟ ଭାଗ ଏହି ଭିଡ଼ିଓରେ ଆଲୋଚନା କରାଯାଇଛି। ପ୍ରଥମ ଭାଗରେ ଆମେ ପଢ଼ିଥିଲୁ ଡକ୍ଟର ମାୟାଧର ମାନସିଂ ଏହି ଗୋପପ୍ରୟାଣ କାବ୍ୟରେ ସମ୍ୟକ ଭାବେ ଆଲୋଚନା କରିଛନ୍ତି ଯେ ଓଡ଼ିଶାର ଗୌରବ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମୃତ୍ୟୁ ପରେ ବା ମହାପ୍ରୟାଣ ପରେ ଓଡ଼ିଶାର ପାଣି ପବନ କିପରି ଭାବେ ସ୍ତମ୍ଭୀଭୂତ ହୋଇଯାଇଛି, କିପରି ଓଡ଼ିଶାବାସୀ ଶୋକାକୁଳ ହୋଇଯାଇଛନ୍ତି, ଶୋକରେ ଅଧୀର ହୋଇଯାଇଛନ୍ତି, ଅସହାୟ ଓଡ଼ିଆ ଜାତି ହରାଇ ବସିଛି ତାର ପ୍ରାଣର ବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ। ଯେପରି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ସେ ବର୍ଣ୍ଣନା କରିଛନ୍ତି ମହାବୀର ପରି, ଏବଂ ଏହି ମହାବୀରଙ୍କର ମହାଯାତ୍ରା ଦର୍ଶନରେ ଓଡ଼ିଶାର ଚତୁରଙ୍ଗ ସେନାନୀ ସ୍ତମ୍ଭିତ ହୋଇପଡ଼ିଛନ୍ତି। ଦୁର୍ଗତ ପ୍ରପୀଡ଼ିତ ମାନବର ଏହି ବନ୍ଧୁଙ୍କର ଚିର ବିଦାୟରେ ସାଧାରଣ ଜନତାର ହୃଦୟ କାରୁଣ୍ୟରେ ଭରି ଉଠିଛି। ଆସ ଆଜି ଆମେ ଏହି ଭିଡ଼ିଓରେ ଏହାର ଦ୍ୱିତୀୟ ଭାଗ ଆଲୋଚନା କରିବା ଏବଂ ଏହାର ସାରମର୍ମ ଦେଖିବା। ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମହାପ୍ରୟାଣ ପରେ ସଭିଙ୍କର ବୁକୁ ଫଟା କ୍ରନ୍ଦନ ରୋଳରେ ପରିବେଶ ଶିହରି ଉଠିଛି। ବିରାଟ ଓଡ଼ିଆ ଜାତିର ମଥାମଣି ଯେ ଭୂଲୁଣ୍ଠିତ, ଏହି ସମ୍ବାଦ ଶୁଣି ଦୁନିଆ ହତବାକ ହୋଇଯାଇଛି। କୋଟି ପ୍ରାଣରେ ଭରିଯାଇଛି ଦୁଃଖର କାରୁଣ୍ୟ। ଜାତି ମହାବୀର ନାମୋଚ୍ଚାରଣ କରି ପଲ୍ଲୀ ନଗରୀ ଜନପଦର ଆବାଳ ବୃଦ୍ଧ ବନିତା ଉଚ୍ଚ ସ୍ୱରରେ ଅତି ବିକଳ ଭାବରେ କାନ୍ଦି ଉଠିଛନ୍ତି। ଚତୁର୍ଦିଗରେ ଭାସି ଆସିଛି ବାହୁନିବାର ଧ୍ୱନି। ସଭିଙ୍କ ଆଖିରୁ ବହିଯାଇଛି ଅମାନିଆ ଲୁହଧାର। ଶୋକାଭିଭୂତ କବି ବିଷାଦରେ ଭାଙ୍ଗି ପଡ଼ି ଓଡ଼ିଶାବାସୀଙ୍କୁ ରାଜରାସ୍ତାକୁ ଓହ୍ଲାଇ ଆସି ସଶ୍ରଦ୍ଧ ଶେଷ ପ୍ରଣାମ ଜଣାଇବାକୁ ଆହ୍ୱାନ ଦେଇଛନ୍ତି। ସ୍ୱର୍ଗତ ମହାନାୟକଙ୍କୁ ଅନ୍ତିମ ସମ୍ମାନ ଜଣାଇବା ପାଇଁ ଖାଲି ପାଦରେ ରାଜପଥ ପାର୍ଶ୍ୱରେ ମଥା ନତ କରି ଏକତ୍ର ଉପସ୍ଥିତ ହେବା ପାଇଁ ଡାକରା ଦେଇଛନ୍ତି କବି ଡକ୍ଟର ମାୟାଧର ମାନସିଂ। ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ସମ୍ମିଳିତ ଭାବେ ପ୍ରାର୍ଥନା କରିବାକୁ କବି ଅନୁରୋଧ କରିଛନ୍ତି। କବିଙ୍କ ଭାଷାରେ ମଥା ନତ କରି ସମ୍ମାନ କର ସ୍ୱର୍ଗତ ମହାଜନେ, ତୁମ ମେଳେ କହ ଅଛି କିଏ ଆଉ ତାହା ପରି ଆଉ ଜଣେ। ଗୋପବନ୍ଧୁଙ୍କ ପରି ରକ୍ତ ମାଂସ ଦେହଧାରୀ ଦେବାତ୍ମା ଯେ କୋଟିକରେ ଗୋଟିଏ ଥିଲେ, ତାହା ଏ ଓଡ଼ିଆ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ ଅସ୍ୱୀକାର କରିପାରିବ ନାହିଁ। ଅସହାୟର ସାହା, ଦୀନ ଦୁର୍ଗତର ବନ୍ଧୁ ଭାବରେ ଗୋପବନ୍ଧୁ ଥିଲେ ମହନୀୟ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ। ବନ୍ୟା ବାତ୍ୟା ମରୁଡ଼ିର କରାଳ କବଳରେ ନିଷ୍ପେଷିତ ଓଡ଼ିଶା ରାଜ୍ୟର ପ୍ରତିଟି ବ୍ୟକ୍ତି ସେହି କୃଷ୍ଣ ସ୍ପର୍ଶଧାରୀ ବ୍ୟକ୍ତିଟିର ଛଳ ଛଳ ଆଖି ଓ ସମ୍ବେଦନା ଭରା ଶବ୍ଦ କେତୋଟି ଶୁଣି ଆଶ୍ୱାସନା ପାଉଥିଲା। ତ୍ୟାଗ ଓ ସେବାକୁ ଜୀବନର ଆଦର୍ଶ ଭାବରେ ବାଛି ନେଇଥିବା ସେହି ପୁଣ୍ୟାତ୍ମାଙ୍କର ଶବାଧାର ପାର୍ଶ୍ୱରେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ବାଢ଼ି ଦେବାକୁ କବି ରାଜା, ପ୍ରଜା, ଧନିକ, ବଣିକ, ସୌଭାଗ୍ୟଶାଳୀ, ସୌଦାଗର, କ୍ଷତ୍ରିୟ, ପୁରୋହିତ, କୃଷକ, ଶ୍ରମିକ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ମୃଦଙ୍ଗ କଂସାଳ ଧରି ସଂକୀର୍ତ୍ତନ କରିବାକୁ ଜନପଦବାସୀଙ୍କୁ ଅନୁରୋଧ କରିଛନ୍ତି। ସ୍ୱର୍ଗତ ଦିବ୍ୟାତ୍ମାଙ୍କର ଶୁଭ ସ୍ୱର୍ଗବାସ ପାଇଁ ଦେବତାଙ୍କର ପ୍ରୀତ୍ୟାର୍ଥେ ବେଦମନ୍ତ୍ର ଉଚ୍ଚାରଣ କରିବା ପାଇଁ କବି ବ୍ରାହ୍ମଣମାନଙ୍କୁ ନିବେଦନ କରିଛନ୍ତି। କୁଳବଧୂମାନଙ୍କୁ ଗୃହାଙ୍ଗନରୁ ବାହାରି ଗବାକ୍ଷ ଧାରରେ ଉପସ୍ଥିତ ହେବା ସହ ପରମ ପ୍ରିୟ ଜାତିର କର୍ଣ୍ଣଧାର ମହାନ ଆତ୍ମା ଏହି ଦେଶବନ୍ଧୁ ଗୋପବନ୍ଧୁଙ୍କୁ ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଅନ୍ତତଃ ଦୁଇଧାର ଲୁହ ବର୍ଷଣ କରିବା ପାଇଁ କବି ଅତ୍ୟନ୍ତ ବ୍ୟଥାଭରା ସ୍ୱରରେ ମିନତି କରିଛନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଓଡ଼ିଆବାସୀ ମନରୁ ସବୁ ବିଦ୍ୱେଷ ଭୁଲି ବହୁ ସଂଖ୍ୟାରେ ଏହି ଶବ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ କବି ଆହ୍ୱାନ କରିଛନ୍ତି। କାରଣ ଜାତି ଭେଦ ବର୍ଣ୍ଣ ବୈଷମ୍ୟ ଧର୍ମ ସମ୍ପ୍ରଦାୟର ଊର୍ଦ୍ଧ୍ୱରେ ଥାଇ ସେହି ଦିବ୍ୟାତ୍ମା ପ୍ରପୀଡ଼ିତ ମଣିଷ ଜାତିର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ସଭିଙ୍କ ଦୁଃଖରେ ସମଦୁଃଖୀ ହୋଇ ନିଜ ଦୀନ ଦୁର୍ଗତଙ୍କ ମୁଖରେ ଆହାର ଦେବାକୁ ଯାଇ
ସେ ସମସ୍ତ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇଥିଲେ। କବି କଣ୍ଠରୁ ଭାସି ଉଠିଛି, ସେ ଥିଲା କୋଟିଏ ଦରିଦ୍ର ମେଳେ ଦରିଦ୍ର ନାରାୟଣ, ତାହାଠାରୁ ବଳି ଅଛି କହ କିଏ ତୁମର ପୂଜ୍ୟଜନ। ପ୍ରପୀଡ଼ିତ ଦୁସ୍ଥ ଦୁର୍ଗତ ଜନତାର ବନ୍ଧୁ ଉତ୍କଳମଣି ଗୋପବନ୍ଧୁଙ୍କର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା, କିନ୍ତୁ ଅସହାୟ ଦରିଦ୍ର ନିରନ୍ନ ବୁଭୁକ୍ଷୁ ଜନତା ପ୍ରତି ତାଙ୍କ ପ୍ରାଣରେ ଭରି ରହିଥିଲା ଦରଦ। ବନ୍ୟା ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ଦୁଃଖ କଷ୍ଟ ଦେଖିଲେ ତାଙ୍କ ଆଖିରେ ଲୋତକ ଭରି ଉଠୁଥିଲା। ଗାଁ ଗାଁ ବୁଲି ଭିକ୍ଷା କରି ସେ ଦୁସ୍ଥ ଦୁର୍ଗତଙ୍କ ମୁଖରେ ଆଧାର ଦେବାକୁ ବାହାରି ପଡ଼ୁଥିଲେ। ଏପରିକି ସମୟ ସମୟରେ ନିଜ ପରିବାରକୁ ଉପେକ୍ଷା କରି ନିଜ ସ୍ୱାସ୍ଥ୍ୟ ପ୍ରତି ଉଦାସୀନ ରହି ସେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ ବଣ୍ଟନ କରିବାକୁ ସାହସର ସହିତ ଆଗେଇ ଯାଉଥିଲେ। ତାଙ୍କ ହାତରୁ ଅନ୍ନ ମୁଠାଏ ପାଇବାକୁ ଓ ତାଙ୍କ ସମ୍ବେଦନା ଭରା କଥା ପଦିଏ ଶୁଣିବାକୁ ଯେପରି ଦରିଦ୍ର ଜନତା ଚାହିଁ ବସୁଥିଲେ। ତାଙ୍କ ମୁଖ ନିଃସୃତ ସ୍ନେହବୋଳା ପଦିକ କଥା ସେମାନଙ୍କ ମନରେ ଗଭୀର ଆଶା ଓ ଆଶ୍ୱାସନା ଭରି ଦେଉଥିଲା। ସେମାନଙ୍କ ପାଇଁ ଗୋପବନ୍ଧୁ ଥିଲେ ସାକ୍ଷାତ ନାରାୟଣଙ୍କର ଅବତାର। ମାନବ ସେବା ହିଁ ମାଧବ ସେବାକୁ ନିଜ ଜୀବନର ବ୍ରତ କରିଥିବା ସେହି ଋଷି ପ୍ରତିମ ବ୍ୟକ୍ତିଠାରୁ ଅଧିକ ପୂଜ୍ୟଜନ ହୁଏତ ଏ ଧରାଧାମରେ କେହି ନାହାନ୍ତି। ତେଣୁ ତାଙ୍କ ବିୟୋଗରେ ଏ ଜାତିର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କବି କହିଛନ୍ତି। କବି କଣ୍ଠରୁ ପୁଣି ଭାସି ଆସିଛି, ଯେ ମରଣ ଜାଣୁ ହେ କେଡ଼େ ପ୍ରିୟ ଥିଲେ ଆମ କର୍ମବୀର। ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଭାଗବତ ମହାପୁରାଣରେ ଲିଖିତ ଏ ପଦର ଯଥାର୍ଥତା ରହିଛି। ବ୍ୟକ୍ତିର ଜୀବନ କାଳ ମଧ୍ୟରେ ଘଟିଥିବା ସମସ୍ତ କର୍ମଫଳ ତାର ମୃତ୍ୟୁ ସମୟରେ ପରିଦୃଷ୍ଟ ହୁଏ। ଗୋପବନ୍ଧୁଙ୍କ ମହାପ୍ରୟାଣ ସମ୍ବାଦରେ ସାରା ଓଡ଼ିଶାର ଅଗଣିତ ଜନତା ଶୋକାତୁର ହୋଇ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବାକୁ ଧାଇଁ ଆସିଥିଲେ। କେଉଁ ଦୂର ଗାଁ ଗଣ୍ଡାରୁ ଲୋକମାନେ ତାଙ୍କର ଏହି ଶବକୁ ଶେଷ ଦର୍ଶନ କରିବା ପାଇଁ ଅତ୍ୟନ୍ତ ବିକଳର ସହ ଚାହିଁ ବସିଥିଲେ। ତାଙ୍କ ଶବାଧାର ପାର୍ଶ୍ୱରେ ତଥା ଶବ ଶୋଭାଯାତ୍ରାରେ ସମବେତ ଜନସମୁଦ୍ର ଓ ସଭିଙ୍କ ବିକଳ କ୍ରନ୍ଦନରେ ଶୋକାକୁଳ ପରିବେଶ ଅତ୍ୟନ୍ତ କାରୁଣ୍ୟରେ ଭରି ଉଠିଥିଲା। ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ କବି କହିଛନ୍ତି ଯେ ସମସ୍ତେ ସେମାନଙ୍କର ପ୍ରାଣପ୍ରିୟ ନେତାଙ୍କର ଅମର ଆତ୍ମାର ସଦ୍ଗତି ନିମିତ୍ତ ଖୋଳ କରତାଳ ଧରି ନାମ ସଂକୀର୍ତ୍ତନ କରିବା ପୂର୍ବକ ଲୋତକାପ୍ଲୁତ ନୟନରେ ପ୍ରାର୍ଥନା କରନ୍ତୁ। ଅପୂର୍ବ ପରିବେଶରେ ସେହି ଅଗଣିତ ଜନତାଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦର୍ଶନ କରି ମୃତ୍ୟୁ ମଧ୍ୟ ବିସ୍ମିତ ହେଉ ଏବଂ ପୁଣ୍ୟାତ୍ମାଙ୍କର ଲୋକପ୍ରିୟତା ତଥା ମହନୀୟ ମାନବକତାକୁ ତିଳେ ତିଳେ ଅନୁଭବ କରୁ। ଏହି କବିଙ୍କର ଶୋକାତୁର ହୃଦୟର ଏକ ଅତ୍ୟନ୍ତ ଆବେଗ ଭରା ଆହ୍ୱାନ ଏବଂ ଏହି ଆହ୍ୱାନ ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ। ପିଲାମାନେ, ଏହି ଅଧ୍ୟାୟରେ ଆମେ ଏତିକି ପଢ଼ିଲୁ। ପରବର୍ତ୍ତୀ ଭାଗରେ ଏବଂ ପରବର୍ତ୍ତୀ ଭିଡ଼ିଓରେ ଆମେ ଏହି କାବ୍ୟଟିର ଶେଷ ଭାଗ ପଢ଼ିବା ଏବଂ ଏହି କାବ୍ୟଟିର ସାରମର୍ମର ଶେଷ ଭାଗ ବୁଝିବା ପାଇଁ ଚେଷ୍ଟା କରିବା। ଏହି କାବ୍ୟଟି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମୃତ୍ୟୁ ସମ୍ପର୍କିତ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମୃତ୍ୟୁ ଦ୍ୱାରା ଓଡ଼ିଶାର ଏବଂ ଓଡ଼ିଶାବାସୀଙ୍କର ଯେଉଁ ଅପୂରଣୀୟ କ୍ଷତି ଘଟିଲା, ସେଥିପାଇଁ ଓଡ଼ିଶାବାସୀ ଦୁଇ ଧାର ଲୁହ ଗଡ଼ାନ୍ତୁ, ଏହା ହିଁ କବି ତାଙ୍କର ଏହି କବିତା ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ତାହା ଆମେ ଏହି କାବ୍ୟ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରୁଛୁ ଏବଂ ଆଗାମୀ ଅଧ୍ୟାୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରିବା।